ବାହାର ମଣିଷ ଆମେ କହିଲେ ଏ ଭିତର ମଣିଷ ଆକା ହେଲା। ଭିତର ମଣିଷ କ'ଣ ଆମ ପରି ବାହାର ମଣିଷ ଚକି ଅଛି କର୍ଣ୍ଣ ଅଛି ମାନେ ଏମିତି ଅଛନ୍ତି। ଭିତର ମଣିଷକୁ ବି ସେଇଟା ଅଛି। ବାହାର ମଣିଷକୁ ଚକି ଅଛି କର୍ଣ୍ଣ ଅଛି ନାକି ସେଇ ପ୍ରକାର ଭିତର ମଣିଷକୁ ବି ଅଛି। ମାଥ୍ୟୁ ସୁସମାଚାର 13 ଅଧ୍ୟାୟ ତାର 9 ପଦରେ ଯୀଶୁ କହିଲେ ଯେ କାହାକୁ କାନ ଅଛି ଯୀଶୁ କାହିଁକି ସେମିତି କହିଲେ? ସମସ୍ତଙ୍କୁ କାନ ଅଛି ଲୋକମାନଙ୍କୁ କହିବାର ଅଛି କି ତମକୁ କାନ ଦେଲେ ଶୁଣ ବୋଲି କହିବାର ଦରକାର ନାହିଁ। ତା କାନ ନଥିଲେ କାରଣ ଭିତର ମନୁଷ୍ୟକୁ କ'ଣ ଅଛି? ଶ୍ରବଣ ଅଛି। ଶ୍ରବଣ କରିବା ପାଇଁ କ'ଣ ଅଛି? କାନ ଅଛି। ସେଥିପାଇଁ ଆଗ ଯୀଶୁ କହିଲେ କାହାକୁ କାନ ଅଛି ସେ କ'ଣ କରିବାର ଅଛି? ଶୁଣ। ଆପଣ ମାନଙ୍କର ଭିତର ମନୁଷ୍ୟକୁ ଈଶ୍ୱରଙ୍କର ବାକ୍ୟ ଶୁଣିବା ପାଇଁ ତାକୁ କ'ଣ ଅଛି? କର୍ଣ୍ଣ ଅଛି। ଆଜିକାଲି କେତେ ଜଣ କହୁଛି କ'ଣ ନାହିଁ ଏ କାନ ଏମିତି କଲେ ସେ ତାର ପଛରେ ପଳେଇଲେ ବେଶୀ ସମୟ ଲାଗିବ। ସେଥିପାଇଁ ମୁଁ ସର୍ଟକଟ୍ରେ କହୁଛି କାନ ଅଛି। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଆପଣମାନେ ଈଶ୍ୱରଙ୍କର ସ୍ୱର ଶୁଣିବାର ଅଛି। ବାହ୍ୟ ପୁରୁଷ ଦ୍ୱାରା ନାହିଁ ଈଶ୍ୱରଙ୍କର ସ୍ୱର ଶୁଣିବାଟା। ଭିତରେ ଥିବା ମନୁଷ୍ୟ ଆକା ଈଶ୍ୱରଙ୍କର ସ୍ୱର ଶୁଣୁଛନ୍ତି। ସବୁଲେ ବୋଲି ଡାକିବା ସମୟରେ ଭିତର ମନୁଷ୍ୟ ନାହିଁ ବାହାର ମନୁଷ୍ୟ ଶୁଣୁ ନାହିଁ ଭିତର ମନୁଷ୍ୟ ଶୁଣିଲେ ବୁଝିଲେ କି ନାହିଁ। ସେଇ ପ୍ରକାର ଈଶ୍ୱରଙ୍କର ସ୍ୱର କିଏ ଶୁଣିଛନ୍ତି? ଭିତର ମନୁଷ୍ୟ ଆକା ବୁଝିଲେ କି। ସେତିକି ଲାଗି ଆପଣ ମାନଙ୍କର ଭିତର ମନୁଷ୍ୟକୁ କ'ଣ ଅଛି? କାନ ଅଛି। ସେଟା ମାଥ୍ୟୁ ସୁସମାଚାର 13 ଅଧ୍ୟାୟର 9 ପଦ 2 ଭିତର ମନୁଷ୍ୟକୁ କାନ ଅଛି ଚକି ଅଛି। 119 ଗୀତ ସଂଗୀତ ତାର 18 ପଦ ପଢ଼ନ୍ତୁ। 119 ଗୀତ ସଂଗୀତ 18 ପଦ ବେଗି ପଢ଼ିଲେ ଆମର ଶ୍ରେଷ୍ଠ କରିବା। ତୁମେ ମୋର ଚକ୍ଷୁ ପ୍ରସନ୍ନ କର। ହଁ ଦେଖିଲେ ତୁମେ ମୋର ଚକ୍ଷୁ କ'ଣ କରିବାର ଅଛି? ପ୍ରସନ୍ନ। ଚକ୍ଷୁ ଅଛି କି ନାହିଁ ଭିତର ମନୁଷ୍ୟ? ନହେଲେ ପୌଲ କ'ଣ ପାଇଁ ଏଫେସୀ ପତ୍ରିକା 1 ଅଧ୍ୟାୟରେ ପଢ଼ିବା ଅଛି ତୁମ ମାନଙ୍କର ଆନ୍ତରିକ ଚକ୍ଷୁ କ'ଣ କର? ବାକି କହ ଆନ୍ତରିକ ଚକ୍ଷୁ ପ୍ରସନ୍ନ କର। ଆନ୍ତରିକ ଚକ୍ଷୁ କ'ଣ କରିବାର ଅଛି? କର୍ଣ୍ଣ ଅଛି। ସେଇ ପ୍ରକାର ତୁମର ଭିତର ଚକ୍ଷୁ ଅଛି। ପ୍ରେଜ୍ ଦ ଲର୍ଡ। ବାହାର ଚକ୍ଷୁରେ ତୁମେ ବାହ୍ୟ ବିଷୟ ଦେଖୁଛନ୍ତି। ଭିତର ଚକ୍ଷୁରେ ତୁମେ ଆତ୍ମୀୟ ବିଷୟ ଦେଖିପାରିବ। ଅନେକ ଲୋକମାନଙ୍କର ଭିତର ଚକ୍ଷୁ କ'ଣ ହେଇଛି? ଅନ୍ଧକାର ହେଇଯାଇଛି। ହେଲେ ବୁଝିଲେ କି ନାହିଁ? 2 కొరింథీ 4 అధ్యాయం 4 పత్రికలో କ'ଣ ହେଇଛି? 2 కొరింథీ పత్రిక 4 అధ్యాయం 4వ వచనం మీకందరికీ తెలిసినే ఈ లోక దేవత అవిశ్వాసులు మనోనేత్రం ఏం చేశారు అంటే ఈ జగత్తର ଈଶ୍ୱର ଅବିଶ୍ୱାସୀ ମାନଙ୍କର ଆନ୍ତରିକ ଚକ୍ଷୁ କ'ଣ କରୁ? ଅନ୍ଧକାର କରୁଛୁ। ମୁଁ କହିବାର ତୁମେ ବ୍ଲାଇଣ୍ଡ ମ୍ୟାନ୍ ଅନ୍ଧକାର ହେଇଯାଇଛି। କ'ଣ ଭିତର ମନୁଷ୍ୟକୁ କ'ଣ ଅଛି? ଚକ୍ଷୁ ଅଛି। ସେଥିପାଇଁ ପୌଲ ପ୍ରାର୍ଥନା କରିଛନ୍ତି ବିଶ୍ୱାସୀ ମାନଙ୍କୁ କହୁଛି ତୁମର ଆନ୍ତରିକ ଚକ୍ଷୁ କ'ଣ କରିବାର ଅଛି? ପ୍ରସନ୍ନ ହବାର ଅଛି, ଖୋଲିବାର ଅଛି। ଆଜିକାଲି ବିଶ୍ୱାସୀ ମାନଙ୍କର ଆନ୍ତରିକ ଚକ୍ଷୁ ଖୋଲି ନାହାନ୍ତି। ସେଥିପାଇଁ ଆତ୍ମୀୟ ବିଷୟ ଜାଣିପାରୁନାହାନ୍ତି। ବାହ୍ୟ ଚକ୍ଷୁ ଖୋଲି ଦେଇଛି। ସେଥିପାଇଁ ସେମାନେ କ'ଣ କରୁଛି? ବାହ୍ୟ ବିଷୟ ଆଣିଛି ଜଗତର ବିଷୟ ଏକା ଜାଣିପାରୁଛନ୍ତି। ସେଇଟା ସବୁ ବାକ୍ୟ ଗୁଡ଼ିକ ଅଲଗା ବାକ୍ୟ ଅଛି। ସେଇଟା ସେତିକି କହିକି ଯାଉଛି। 3 ନମ୍ବର ଏକା କହିଲେ ଯେ 34 ଗୀତ ସଂଗୀତ 8 ପଦ 34 ଗୀତ ସଂଗୀତ 8 ପଦ ଈଶ୍ୱର ଉତ୍ତମ ମାନେ ఆస్వాదన కొర ఈశ్వర ఉత్తమ తెలుగులో ఉత్తమని ఏం చేయాలి? టేస్ట్ చూడాలి। నాలుగో వచ్చి ఆంతରିକ ମଣିଷକୁ କ'ଣ ଅଛି? ଜିହା ଅଛି। ଈଶ୍ୱର ଉତ୍ତମ ବୋଲି କ'ଣ କରେ? ଚାଟିକିରି ଜାଣିପାରେ। ଯେ ଏବେ ତମେ ଚିକେନ ଖାଇଲା ନା ଟେଷ୍ଟ କେମିତି ଜାଣିପାରିଲ? ପାଟିରେ ପକେଇଦେଲେ ଜିଆ ଥିବା ସବୁ ଏକା ଟେଷ୍ଟ ଜାଣିଛି। କେତେ ଜଣ କି ଈଶ୍ୱରକୁ କ'ଣ କରୁନାହାନ୍ତି? ଟେଷ୍ଟ ଜାଣି ଈଶ୍ୱରକୁ ତୁମେ ଆସ୍ୱାଦନ କର। କେମିତି ଆସ୍ୱାଦନ କରିବ? ତାର ଜୀବନକୁ ଅନୁଭବ କଲେ ଏକା ଆମେ ଟେଷ୍ଟ ଜାଣିପାରୁଛୁ। ଟେଷ୍ଟ ଜାଣିବା ଲୋକ କେବେ ବି ଚଳିବନି। ଚଳିବ କି? ଗାଈ ମାଂସ ଖାଇବା ଲୋକମାନେ ସବୁ ହାତଟାକୁ ତୁମେ କାହିଁକି ଛାଡ଼ୁନାହାନ୍ତି? ଟେଷ୍ଟ ଜାଣି କିଏ କହିଲେ ବି ତୁମେ କ'ଣ କରିବ? କିଏ କହିଲେ ବି ତୁମେ ଛାଡ଼ିବ କି? କାହିଁକି? ମାରିଲା ବି କାଢ଼ୁ ଟେଷ୍ଟ ଜାଣିଛନ୍ତି। ସେଥିପାଇଁ ସେଇ ప్రకార ఈశ్వరకు ତୁମେ କ'ଣ କର? ଛାଟିକିରି ଦରକାର నా ఆస్వాదన కరండి అంటే కూర తిన్నట్టుగా మీరే చేయాలి। ఏం చేయాలి?
నాకులతోని నాలుగుతోని ఏం చేయాలి? రుచి చూసుకోవాలి. ఇప్పుడు కూడా తెలియదు. తెలిసిన వాడు ఎప్పుడు ఏదయ్యా చేయగలి జాని వాళ్ళ ఒక ప్రభుకు కబే भी छाड़िबो नहीं कारण टेस्ट ଜାଣିଛନ୍ତି ହେଲା ବୁଝିଲେ କି ନାହିଁ? ତମେ ଜାଣିଛ ନା ସାବୁଲର ପୁଅର ନାଁ କହନ୍ତୁ ବେକି କହ ସାବୁଲର ପୁଅର ନାଁ ନୂତନ ନିୟମରେ ପୁରାତନ ନିୟମର ସାବୁଲର ନାଁ ପୁଅର ନାଁ ଜନାର୍ଦ୍ଦନ। ସେ କ'ଣ କଲେ ବଣ ଭିତରେ ବୁଲିକିରି ଆଇଲା ସମୟରେ କ'ଣ କଲେ ମଗୁ କ'ଣ କଲେ ଉପର ତଳକୁ ପଡ଼ିଲେ। ସେତେବେଳେ ତାର ହାତରେ ଥିବା ବାଡ଼ିରେ ଲଗେଇକିରି କ'ଣ କଲେ ଚାକିକି ଦେଖିଲେ ସେମାନେ କ'ଣ ହେଇଗଲା? ତାର ଆଖି ପ୍ରସନ୍ନ ହେଲା। ଏବେ ବି ତମର ଚକି ଭଲ ଭାବରେ ଦୁଷି ନାହାନ୍ତି, ତମେ ଚାକିକି ଦେଖିନାହାନ୍ତି। హలో ବୁଝିଲେ କି ନାହିଁ? ଏଇଟା తేను పడినప్పుడు తేని ఏం చేయాలి? మరి కర్రతోని పుడిచి ఏం చేసిన తినేసినప్పుడు కన్ను తెరవబడింది నాలుగుతోని తినేసిన వెంటనే కన్ను తెరవబడినప్పుడు అర్థమైంది నేను చెప్పిన మాట କହିବାର ଅର୍ଥ କ'ଣ ଅଛି? ଆପଣମାନେ ଈଶ୍ୱର ଉତ୍ତମ ବୋଲି କ'ଣ କରିବାର ଅଛି? ଟେଷ୍ଟ କର। ପ୍ରାଇଜ୍ ହେଲୋ ହାଲେଲୁୟା। 4 ଫିଲିପିୟ ପୁସ୍ତକ 4ର 18 ପଦ ପଢ଼ନ୍ତୁ। ସେଟା ପଢ଼ିବାକୁ ପଡ଼ିବ। ଫିଲିପିୟ ପୁସ୍ତକ 4ର 18 ପଦ ପଢ଼ନ୍ତୁ। 4:18 ఫిలిపియ గ్రంథం 4వ అధ్యాయము 18 వాక్యములు సమస్తమును సమృద్ధిగా కలిగి ఉన్నది మీరు పంపిన వస్తువులు ఎఫ్రాదు వలన పుచ్చుకొని తక్కువే లాటి ఉన్నాను అది మనోహరమైన సువాసన అంటే అప్పుడు సువాసన అంటే నీకేముంది? సువాసన పీల్చడానికి ఏముంది? సువాసన నీకు ఎలాగ తెలుసు? ఆత్మీయ మనిషిని ముక్కు ఉంది. ఇక్కడ బలి అర్పించినప్పుడు ఆ బలిలో వాసన ఎవరికి తెలిసింది? ପୌଲକୁ తెలిసింది। ଏବଂ ମୁଁ କହିବାର ଅଛି ପୌଲ ବେଲି ଅର୍ପଣ କରିବା ସମୟରେ ତାର କ'ଣ କହିଲେ ପଟେଲ ଭାଇର ଓଡ଼ିଆରେ ପାଇଅଛି ପ୍ରଚୁର ଅଛି ତୁମମାନଙ୍କର ପଠାଇଥିବା ସେହି ସବୁ ଯେଉଁ ସବୁ ବିଷୟ ଏପାଫ୍ରୋଦିତଙ୍କ ପାଖକୁ ପାଇଅଛି ସେହି ସବୁ ମୋ ପାଇଁ ଯଥେଷ୍ଟ। ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ବୋଲି ସୁଗ୍ରାୟ ମାନେ ସୁଗ୍ରାୟ ବୋଲି କହିବାଟା ବୁଝୁଛ? ବାସନା ଜାଣିପାରିବେ। ମୁଁ ମାନେ ଫାଷ୍ଟ ମାର୍କ ସବୁ ବାଇବେଲ ଷ୍ଟଡି କରିବା ପାଇଁ ଯାଇଥିଲା ସମୟରେ ସମସ୍ତେ ଆସିକରି 100 ଜଣ ଆସିକରି ବସିଛନ୍ତି। ସେଠି ଭିତରକୁ ବସିଲା ସମୟରେ ବେଶୀ ବାସନା ଲାଗିଲେ। ଭିତରକୁ ବସିବା ସମୟରେ କ'ଣ ଲାଗିଲେ? ସେଠି ବସିବା ଲୋକ କାହାକୁ ଜାଣିପାରିଲା ନାହିଁ। ମୁଁ କହିଲେ ସୋକ୍ସ କେ ପିନ୍ଧୁଛନ୍ତି ବୋଲି ପଚାରିଲେ। ସେତେବେଳେ ମୁଁ ପିନ୍ଧିଛି ସେଟା କାଢ଼ିକିରି ବାହାର ପିନ୍ଧ ବୋଲି କହିଲେ। କାଢ଼ିକିରି କ'ଣ ପାଇଁ? ସୋକ୍ସର ବାସନା ତମେ କେବେ ଜାଣିଛ? ଓରେ ଭାଇ କାହା କଲେ ତମେ କାହା କଲେ ଗଣ୍ଡଗୋଳ କରିବା ଲୋକମାନେ ଏଇଟା ଟିକେ ବାସନା ଦେଇଦେବ ସେଟା ଯାଉଛି ଜାମ୍ అంత భయంకరమైన కంబు ସେତିକି ସେତେ ଭୟଙ୍କର ଦୁର୍ଗନ୍ଧ ହେଲେ ମୁଁ କହିବାଟା ଜାଣିଛ ମୁଁ କହିବାର କ'ଣ ପାଇଁ ଆପଣମାନଙ୍କୁ ଜାଣିବାଟା କ'ଣ ଅଛି? ବାସନା କେତେ ଆତ୍ମୀୟ ବିଷୟ ବି ତୁମକୁ ଏ ବାସନା ଜାଣିବାର ଅଛି। ଏଇଟା ଆତ୍ମୀୟ ମନୁଷ୍ୟର ଲକ୍ଷଣ। ଏଇଟା ଅଛି ଭିତରେ ଥିବା ମନୁଷ୍ୟର। ବାହାର କେମିତି ମନୁଷ୍ୟ ଅଛି ଭିତରକୁ ସେ ମନୁଷ୍ୟ ପରିଆ। ଓକେ ତାପରେ କ'ଣ ଶେଷ କଥା କ'ଣ ଅଛି? ପ୍ରେରିତ పుస్తక ଦେଖନ୍ତୁ 7వ అధ్యాయం ప్రేరిత పుస్తకం 7వ అధ్యాయం 27 అపోస్తల కార్యం 17వ అధ్యాయము 27వ వాక్యంలో చదవండి। ప్రేరిత పుస్తకం 7:24 27 20 ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ତାହାଙ୍କ ଉଦ୍ଦେଶ୍ୟ ପାଇପାରନ୍ତି ଯଦ୍ୟପି ସେ ଆମ୍ଭମାନଙ୍କର କାହାରି ଠାରୁ ଦୂରରେ ନାହାନ୍ତି। କ'ଣ ଦରାଣ୍ଡି ବୋଲେ? ଦରାଣ୍ଡି ବୋଲି କହିଲେ କ'ଣ? దరాంటి పోలే హాతరే స్పర్శ କରି ଦେଖିବା స్పర్శ కరు అంటే తెలుగులో ఏముందంటే తెలుసు కదా తడమి అంటే నీకు తడవితే తెలిసిపోతుంది స్పర్శన శక్తి ఉంది ఆమేన్ నీకు అర్థమైందా ఆత్మీయ మనుషులకు ఏముంది स्पर्शन शक्ति स्पर्शन करवार शक्ति अल तुमको बुझी पार्छ कि नहीं मु जानी ना जीसु कृष्ण पाखक और स्त्री आसला कि नहीं स्त्री आसला समय कौन कले 12 वर्ष रक्तभाव स्त्री आसवा समय जीसु कृष्ण से स्त्री कौन करले छुईले स्पर्श करवा संगे संगे के जानि पारले शक्ति निर्गत हैला जीसु जानि पारले ए हाथ नहीं
विश्वास हाथ Amen, amen. स्पर्श करवा समय जीसुंगटर शक्ति स्त्री शरीर को निर्गत होला बुझले कि नहीं आत्मीय मनुष्य को स्पर्श करने शक्ति होची आमेन तुम ईश्वर के विषय को स्पर्श करियो अनुभव करो प्रेज गॉड आमेन हालेलुया एबे भी कथा जण कोन करनांदी ईश्वर के शक्ति निज को निज कोन करनांदी स्पर्श करी जानु नांदी ई भीतर तिबा मनुष्य बोडले केना हेबो भीतर तिबा मनुष्य केमिति होचंदी एबे भी शिशु परि बोडी सब दिन क्षीर पी के अछि बोडु नांदी हालेलुया बाइबल कहउचंदी आपण माने भीतर तिबा मनुष्य कोन करबार छै बोडीबार छै बोडीबा पाए कोन देबा छै क्षीर पीबार छै बोडीबा पाए कोन दरकार क्षीर पीबार छै क्षीर पीला का बोडीबा क्षीर सब दिन क्षीर पी क्षीर बोडले हेबो नहीं एप्रिल पुस्तक 5 अध्याय 12-13 पद लिखा जाइछि तमे कोन कर मोटा खाना खाइबार छै अर्थात बाइबल रो गुरुत्वपूर्ण विषय गुडी के तमे जानिले का आत्मीय मनुष्य कोन करबो बलवान नहीं पारबो बड़ी पार बलवान नहीं पार एबे भी केतक जनकर आत्मीय मनुष्य कोन करनांदी बलवान नहीं पारनांदी एबे आबर कोन अछि पास्टर माने विश्वासी मान को कोन कर बढ़ाइबार अछि एबे आमे निजे के बढ़ाइबार अछि आमे माने का को बढ़ाइबार अछि विश्वासी मान को बढ़ाइबार अछि प्रथम तेसलोनिके पत्रिका 2 अध्यायरो 7-8 మొదటి తెస్సలోనికే పత్రిక 2వ అధ్యాయం 7-8 କିନ୍ତୁ ଆମ୍ଭେମାନେ ତୁମମାନଙ୍କ ମଧ୍ୟରେ ମୃଦୁଶୀଳ ହୋଇ ମାତା ଯେପରି ଆପଣ ସନ୍ତାନମାନଙ୍କୁ ଲାଳନ ପାଳନ କରେ ଏখানে ପାଉଲ କହିଛି ମାତା କିପରି ସନ୍ତାନ ମାନଙ୍କୁ କଣ କରୁଛନ୍ତି ଲାଳନ ପାଳନ ପାଷ୍ଟର ମଣ୍ଡଳୀର କିଏ पास्टर मंडली रो किए किए माँ मम्मी नी पास्टर्लु సంఘానికి తండ్రి కాదు తల్లి తల్లి పడియండి పిల్లలకి ఏం చేయాలి లోగానుసారంగా చెప్పండి జాగతి అనుసాर करता माँ तार पिला को कौन करबो जत्न कौन देवाउची जत्न କ୍ଷୀର ଦେଇ ଯତ୍ନ ନେବା କ୍ଷୀର କଡିଆ କୋ ମାର ପାଖରୁ କ୍ଷୀର ପିଇବ ସେଠିରେ କାମଡ଼ିଆ ପିଲାମାନେ ଅଛନ୍ତି ବୁଝିଲାନ୍ତି మా తన బిడ్డకి పాలు ఇస్తున్నారు కదా పాలు తాగి ఎక్కడి నుంచి పాలు తాగుతున్నారో అక్కడ ఏం చేస్తుంది కొరుస్తుంది ମା କ'ଣ କରିବ ପିଲାକେ ଏମିତି କ୍ଷୀର ପି ପିଲା କ'ଣ କରିବ ସେ ପିଇବା ଜିନିଷକୁ କ'ଣ କରିବ ବୁଝୁନା କି ହେଲେ ପିଲା ମା କ'ଣ କରିବ ଆଜିଠାରୁ ମୋ ପିଲାକୁ କ'ଣ କରିବ ନାହିଁ ସେମିତି କହିବ କି ଉତ୍ତମ ମା ହେଲେ ପୁଣି ଥରେ କ'ଣ କରିବ ତାର ପିଠିରେ 2ଟା ବାଡ଼ ଦେଇକରି ତାକୁ ପୁଣି ଥରେ କ'ଣ କରିବ এটা अर्थ तुम बुझीपार मंडली विश्वासी माने तुम क्षीर देच वाक्य प्रचार करुँच तुम से बढ़ेवा वाक्य प्रचार करी बढ़ेवा समय ये बढ़ेवा पिला मारे तते लात मारिदो कामड़ी से एटा मत दरकार नहीं तू फड़े जा बोली कहीकि छाड़ब नहीं कौन कर लालन पालन करी बढ़ेबार अच्छी हेलो तुम कहला विश्वास तुमको गाड़ी करे से घर को जीव नहीं तू ठीक माँ नहीं तुम पुओ के तुम चिंता कर कि तुम पिला माने केते खराब काम कले तुम सपोर्ट करिवे और किछि दिन पर चुपचाप रहिबो मुक्त कथा हो नहीं ताकर घर को जीव नहीं गोटे 2 वर्ष पर धीरे धीरे कोसी कांगी सेठी जाउची निज पुओ अरे तुम्हें निजे को जन्म देइछबा मंडली रो तुम द्वारा गोटे विश्वासी परित्राण पाइछि से विश्वासी तुमको छाडी करी गोटी कले पाप कले से विश्वास के छाड़ो नहीं ताकू कोन करबार अछि मां पोरी लालन पालन मां पोरी तुम कोन आमेन लालन पालन करबे आज कली रो पाड़क माने सिमदी करूना दी जति के लागि मंडली विश्वासी माने कोन करू सब फरार का बता गोटे विश्वास कहते पास्टर माने सब खाइबा पाई बुलुची बोली कहले सर पास्टर माने कोन पाई बुलुची मु कहले ठीक बौणी तुम सर खाइबा बोले पेट पाई बुलुची बोली कहले पेट पाई बुलुची बोली कहले ओ बौणी तुम कहबाटा सत मु घर बाहरला समय पेट सेठी रोकिबा पे इच्छा कले किंतु मु जीवा पूर्व पेट आग को जाउची बोली कहले कोन करबा बोली कहले मु जीवा पूर्व के कोन करछ मोर पेट आग को जाउची
ଆରେ ଭାଇ ଏମିତି କହିବା ଲୋକମାନେ ଅଛନ୍ତି କିଏ ମଣ୍ଡଳୀରେ ବିଶ୍ୱାସୀ ମାନେ Amen. ହେଲେ ଏବେ କ୍ଷୀର ଦେବାଟା ବନ୍ଦ କର ନାହିଁ Amen. ବନ୍ଧୁ କଲେ ସେ ପିଲା କ'ଣ କରିବ ନା ବଢିବନି ଆଜିକାଲିର ପାଳକ ମାନେ ମଣ୍ଡଳୀରେ ବିଶ୍ୱାସୀ ମାନେ ଟିକେ ଟିକେ ଭୁଲ କରିଦେଲେ ସେଠି ଦେଖିକି ତାଙ୍କର ଘରକୁ ଯିବନି କଥା হবে ତାର ଘରକୁ ଯିବନି ତାକୁ ତମେ ମାରିକିରି ଫିଙ୍ଗି ଦେବ ତମର ପିଲାମାନଙ୍କୁ କେମିତି ପିଟିଛନ୍ତି ସେମିତି ପିଟିଛନ୍ତି କେମିତି ପିଟିଛନ୍ତି ଗାଡ଼ିରେ ଗାଡ଼ିରେ ବଡ଼ ବଡ଼ ଏମିତି ତୋର ପିଟି ଏମିତି କରିବ ହାତରେ ବଠା କଟା ମାନେ ଗଥକୁ ମାରିଲା ପରି ମାରିବ ସେମିତି ମାରିବ ନାହିଁ Hallelujah. ବିଶ୍ୱାସୀ ମାନେ ଆମର ବିରୁଦ୍ଧରେ କଥା କହିବ ବିଶ୍ୱାସୀ ମାନେ ଆମର ବିରୁଦ୍ଧରେ କାମ କରିବ Amen. ହେଲେ ତମେ କରିବାର କିଛି କହିବ ନାହିଁ 6 ମାସ ପର୍ଯ୍ୟନ୍ତ ଚୁପଚାପ ରହିବ 6 ମାସ ପର୍ଯ୍ୟନ୍ତ କ'ଣ କରିବ ଚୁପଚାପ। ଚୁପ 6 ମାସ 6 ମାସ ପରେ ବାକି କହିକରି ତାର ପିଠିରେ ମାରିବାର ଅଛି Hallelujah. ସାଙ୍ଗେ ସାଙ୍ଗେ ମାରିଲେ କ'ଣ ହବ ମରିଯିବ। ରିଭର୍ସ ହେଇଯିବ ସେଥିପାଇଁ ତୁଣ୍ଡ ରହ ଏଇ 6 ମାସ ଭିତରେ ଆମେ ଏଇଟା ପାସରି ଯିବ କୋଟା ତମର ବିରୁଦ୍ଧରେ କହିବାଟା ତମର ବିରୁଦ୍ଧରେ କରିବା କାମ ସବୁ ପାସରିବ ଯେତେବେଳେ ବାକ୍ୟ ଲାଗିବାର ଅଛି ସେତେବେଳେ ତାଙ୍କର ହାଡ଼ ଭାଙ୍ଗିଯିବ Hallelujah. ସାଙ୍ଗେ ସାଙ୍ଗେ କ'ଣ କର ନାହିଁ ନିଆଁ ଲଗେଇବ। ବାକ୍ୟ ଧରିକିରି ତାର ମୁଣ୍ଡରେ ମାରିବ ନାହିଁ ସେ ମରିଯିବ ଆମର ଭୁଲ କ'ଣ ଗୋଟେ ବିଶ୍ୱାସ ଭୁଲ କରେ ତମର ବିରୁଦ୍ଧରେ କହିଲେ ବାକ୍ୟ ଦେଇକିରି ପାଷ୍ଟର ବିରୁଦ୍ଧରେ କାମ କରିବା ଲୋକ ସବୁ ନରକକୁ ପଡ଼ିଯିବ ଆଡ଼ା ଭାଇ ସେମିତି କହିବା ଦୟା କରି କରିବ ନାହିଁ ରେ ମୋ ହାତ ଯୋଡ଼ିକିରି ତାକୁ ତ ମୋ ବଢ଼େଇବା ପାଇଁ ଇଚ୍ଛା କରିବା ପିଲା ମା ହେଲେ Amen. ସେତେବେଳେ କିଛି କରିବ ନାହିଁ ଏଇଟା ସବୁ ପାସ୍ ହେଲା ପରେ ଗୋଲି ମାର 6 ମାସ ପରେ। ବୁଝିଲ କି ନାହିଁ ହ୍ୟାଲୋ କ୍ଷୀର ଦେବାର ଅଛି କ୍ଷୀର ଦେଇକରି କ'ଣ କରିବ ଲାଳ ପାଳ ଦେଖ ଆପରେ ପୌର କହୁ ବେଟା 8 ପଦ ପଢ଼ 8 ପଦ ତୁମମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ଥିବାରୁ ହଁ। ଆମେମାନେ ସେହି ପ୍ରକାରେ Amen. ତୁମମାନଙ୍କୁ ଈଶ୍ୱରଙ୍କ ସୁସମାଚାର କେବଳ ନୁହେଁ ହଁ। ମାତ୍ର ଆପଣା ଆପଣା ପ୍ରାଣ ମଧ୍ୟ ଦେବାକୁ ଇଚ୍ଛୁକ ଥିଲ ହଁ। କାରଣ ତୁମେମାନେ ଆମ୍ଭମାନଙ୍କର ପ୍ରିୟ ପାତ୍ର ହୋଇଥିଲ 11 ପଦ 11 ଆଉ ତୁମେମାନେ ତ ଜାଣ ହଁ। ପିତା ଯେ ପ୍ରକାର କ'ଣ ପାଷ୍ଟର 2 ସାଇଡ୍ ଗୋଟିଏ ସାଇଡ୍ରେ ମା ଆମର ଗୋଟିଏ ସାଇଡ୍ରେ ବାପା। ବାପା ହେବାର ଅଛି ଆମକୁ ଗୋଟେ ସାଇଡ୍ ଆଗେ ଜାଣିଛୁ ବାପା ବାପା ହେଲେ ମାରିବାଟା ଯେ ଜାଣିଛନ୍ତି ହ୍ୟାଲୋ ଭାଇ ପାଷ୍ଟର ମାନେ ତମେ ସେମିତି ନାହିଁ ମଣ୍ଡଳୀକୁ ବଢ଼େଇବା ପାଇଁ ଚେଷ୍ଟା କରିବା ବ୍ୟକ୍ତି ମାନେ ମା ହେବାର ଅଛି ବାପା ବି ହେବାର ଅଛି। ତାର ଅର୍ଥ ବୁଝିପାରୁଛେ ନାଇଁ ତମର କୋଡ଼କୁ ଗୋଟେ ମା ତମର ସ୍ତ୍ରୀ ଗୋଟେ ପିଲାକୁ ଗାଧା ବାଧା କରିକିରି ତମର ହାତକୁ ଦେବ ଦେଇଥିଲେ ତୁମେ ସେମିତି ତାର କୋଡ଼ରେ ତମ ରଖି ଟିକେ ଖେଳିକିରି ପିଲା 1 2 କରିଦେବ 1 2 କରିଲେ ତମକୁ ବେଗି କ'ଣ କରିବ ଏ ମା ଆସ ସେଇଟା ନେଇଯା ବୋଲି କହିବ ନେଇଯା ବୋଲି ମା କ'ଣ କରିବ ନେଇଯିବ ପାଣିରେ ବାପା ଯୋଉ କାମ କରିବ ମାନେ ମା କରିବ। ପାଣିରେ ତାକୁ ବଳବାରେ ଦହି ପାଉଡର ସବୁ ଲଗେଇକି ପୁଣି ତମର ପକେଇବେ ଏଇଟା ମା ପରି ମା କ'ଣ କଲେ ପିଲାମାନେ କ'ଣ ଭୁଲ କରିଦେଲେ ତାକୁ ସଜାଡ଼ିକିରି ହୃଦୟ ଗଦା ଲାଳନ ବାଣ କରି ମଣ୍ଡଳୀ କାଣିବ ବାପା କ'ଣ କରିବ ବାପା ଇଏ ମାନେ ଭୁଲ କରିଦେଲେ କ'ଣ କର ଶାସ୍ତି ଦିଅ ପାଷ୍ଟର ମାନେ କ'ଣ କରିବ ପିଲା ବିଶ୍ୱାସୀ ମାନଙ୍କୁ କ'ଣ କର ଶାସ୍ତି ବାଡ଼େଇବାର ଅଛି ବାକ୍ୟ ଧରିକିରି ଆମର ଗୋଟେ ସାଇଡ୍ରେ ମା ପରି ହେବାର ଏମିତି କଲେ ଆକା ପିଲାମାନେ ମଣ୍ଡଳୀର ବିଶ୍ୱାସୀ ମାନେ ବଢି ପାରିବ ତୁମେ ବଢିବାର ଅଛି ତୁମେ ବଢିବା ସାଙ୍ଗେ ସାଙ୍ଗେ ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ ଗୋଟେ ଭିତରେ ମନୁଷ୍ୟକୁ ବଢିବା ପାଇଁ ବାପା ପରି ହେବାର ଅଛି ମା ପରି ହେବାର ଅଛି ପ୍ରାଣ ବି ଦେବା ପାଇଁ ପୌର ପ୍ରସ୍ତୁତ ଥିଲେ ଦେଖିଲେ କାରଣ ବିଶ୍ୱାସୀ ମାନ ପାଇଁ ମୁଣ୍ଡ ଦେବା ପରେ ରେଡି ହେଇଛି ଆମେ ଗୋଟେ ଗଲେ କାନ୍ଦା କରବା କାଳଗାଣ୍ଡି ଭାଷା ମାନେ କାନ୍ଦା କରବା କାଣା ମାଣା କରିକିରି ଛାଡ଼ିଦେବା ମାରିଦେବା ଶୁଣ ବନ୍ଧୁଗଣ ଆଉ ମୁଁ କ'ଣ କରିବାର ଅଛି କହିବାର ଉଦ୍ଦେଶ୍ୟ ତୁମେ ବଢିବାର ଅଛି ବିଶ୍ୱାସୀ ମାନେ ମଧ୍ୟ ବଢିବାର ଅଛି ସେମିତି ସେ କ'ଣ ଅଛି ବିଶ୍ୱାସ ବାଡ଼ିବାରେ ତୁମେ ନିଜ କ୍ଷୀର ପିଇବାର ଅଛି ତୁମେ ଖିଲା ପରେ ତୁମର ପିଲାମାନଙ୍କୁ ବି ବିଶ୍ୱାସୀ ମାନଙ୍କୁ ବି କ'ଣ କରିବାର ଅଛି ଈଶ୍ୱରଙ୍କର ବାକ୍ୟ ଦେଇକିରି ସେମାନଙ୍କୁ ବଢେଇବା ପାଇଁ ଚେଷ୍ଟା କର ବାପା ମା ପରି କ'ଣ କରିବାର ଅଛି ଯତ୍ନ ନେବାର ଅଛି ହାଲେଲୁୟା ହେଲେ କେବେ ବି ସେମିତି ହେଲେ ଏ ଚର୍ଚ୍ଚର ପାଷ୍ଟର ଏଇଟା ସେ ମରିଯାଇଛି ହେଲେ ତାର ନାଁ ଏଇଟା ଜାଣିଛି ପଦ୍ମନ ମୋର ଆତ୍ମୀୟ ପୁଅ ଆକା ବୁଝିଲେ କି କେତେଟା ଭୁଲ କରିଦେଲେ ସେଟାକୁ ମୁଁ ଆକା ସଜାଡ଼ିଲେ ମୁଁ ନଥାନ୍ତା ସେ ଫିଲ୍ଡରେ ନଥାନ୍ତା
ହେଲେ ବନ୍ଦ କର ମୁଁ ନଥାନ୍ତା ସେ ଫାଷ୍ଟ କେଉଁଠି ନଥିବ ଇ ଫିଲ୍ଡରେ ନଥିବ ପଳେଇ ଯାଇଥାନ୍ତା ମୁଁ କ'ଣ କଲେ ସେଫ୍ଟ କଲେ ସାଜି ଆକା ମୋତେ କହିଲେ ତୁମେ ଆକା ସେଫ୍ଟ କରୁଛୁ ବୋଲି ସେ ତାକୁ ଜାଣି ନାହିଁ କାହିଁକି ତାଙ୍କ ପୁଅ ନାହିଁ ନା। ତାର ପୁଅ ନାହିଁ ମୋର ପୁଅ ନା କହିବାଟା ବୁଝିପାରିଲା ନାକି ସେ ପଦ୍ମନ ପାଶର ମୋ ଦ୍ୱାରା ଜନ୍ମ ହେଇଛି ଏଟା ମୋର ପୁଅ ନା ସେ ପୁଅକୁ କେ ସେଫ୍ଟି କରିବାର ଅଛି ସାଜି ପାଶଟା ନାଇଁ ମୁଁ ଆକା କରିବୁ ବାପା ଯିଏ ସେ କରିବାର ଅଛି। ଆଉ ମୁଁ କହିବାର ଅର୍ଥ ଏଇଟା ଏକା ପାଷ୍ଟର ହେବାର ଅଛି ଆମେନ୍। ଆମେ ବିଶ୍ୱାସୀ ମାନଙ୍କୁ କ'ଣ ବାପା ପରି ଥିବାର ଅଛି ଗାଳି କରିବାର ଅଛି ଆଉ କେମିତି ଗାଳି କରିବ ସମସ୍ତଙ୍କ ସାମ୍ନାରେ ଗାଳି କରିବ ନାହିଁ ଗାଳି କରିବ ହେଲେ ତାଙ୍କର ଘରକୁ ଯାଇକିରି କର ହେଲେ ତୁନି ବସିକିରି ଶୁଣିବୁ ସମସ୍ତଙ୍କ ସାମ୍ନାରେ ଗାଳି କରିଲେ କ'ଣ ତୁ ଦେହରେ ତୁ ତୋର ବାଟରେ ଯାଉ ତୁ ପାଷ୍ଟର ପରି ମୋର ପାଖ କାଶ ଅଛି ଆସ ନାହିଁ ପଳ ଯାଅ ବୋଲି କହିବୁ ଘରକୁ ଯାଇକିରି ଗାଳି କର ହାଲେଲୁୟା। ତୁମର ବିରୁଦ୍ଧରେ କହିବେ ବସିକିରି ଶୁଣିବୁ ବୁଝିଲେ ଆମେ କ'ଣ କରୁଛନ୍ତି ସମସ୍ତଙ୍କ ସାମ୍ନାରେ ଗାଳି କରିଦେବୁ। ସମସ୍ତଙ୍କ ସାମ୍ନାରେ ବିଶ୍ୱାସୀ ମାନେ ଗାଳି ସେମିତି କରିବ ନାହିଁ ଅଲଗା ଭୁଲ କରିଦେଲେ ରହସ୍ୟରେ ତାକୁ ଡାକିକିରି କ'ଣ କରିବ ଗୋଟେ ଦିନ ପ୍ରାର୍ଥନା କଲା ସମୟରେ ପ୍ରଭୁ ମୋତେ କହିଲେ ଯେ ଆମର ଚର୍ଚ୍ଚରେ ଗୋଟେ ବିଶ୍ୱାସୀ ଗୋଟେ ପିଲା ସହିତ ଲଭ୍ ମ୍ୟାରେଜ କରୁଛନ୍ତି କ'ଣ କରିବ ମ୍ୟାରେଜ ଆଉ ଲଭ୍ କରୁଛନ୍ତି କ'ଣ କରୁଛନ୍ତି ସେ ବି ମୁଁ ଜାଣିନାହାନ୍ତି ମୁଁ ତାକୁ ଡାକିଲେ ଘରକୁ ଭିତରେ କାଣିଲେ କଥାବାର୍ତ୍ତା ଆମା ପ୍ରଭୁ କହିଲେ ତମେ ଗୋଟେ ପୁଅର ସହିତ ପ୍ରେମ କରୁଛି ସତ ସତ ବୋଲିକିଲେ ବାକି ସବୁ ତାକୁ ଗୋଟେ ଗୋଟେ ଦେଖିଲେ ସେ କାନ୍ଦି କାନ୍ଦିକିରି ସ୍ୱୀକାର କରି ପ୍ରାର୍ଥନା କରି ଏବେ ବି ବିଶ୍ୱାସ ହେଇକିରି ଅଛି ବଢ଼ିଆ ବିଶ୍ୱାସ ହେଇକିରି ଆଉ ତୁମେ କ'ଣ କର ଏବେ ତୁମର ପାଖରେ କହିଲେ ନାମ କହିବ ନାହିଁ ମରିଗଲେ ବି କହିବ ନାହିଁ ତାର ବ୍ୟକ୍ତି କିଏ ତାର ଷ୍ଟୋରି କହିବ କାହିଁକି କିନ୍ତୁ ସେ ବ୍ୟକ୍ତି କିଏ ହଁ କହିବ? ତୁମେ କ'ଣ କରିବ ତୁମେ ଜାଣିଲ କି ନାହିଁ ସେ ଝିଅ ଏମିତି ଖରାପ ଝିଅ ହାଲେଲୁୟା। କାହାର ବିଷୟ କହୁଛି ନିଜ ପିଲାର ବିଷୟ। ଏଇଟା ତୁମ ବିଶ୍ୱାସୀ ତୁମର ବିଶ୍ୱାସୀ ଏକା ସେ ବିଶ୍ୱାସୀର କିଛି ଭୁଲ ତୁମେ କ'ଣ କର କାହାକୁ କହିବନି ସିକ୍ରେଟ ରୋକିବ ପାଷ୍ଟର ମାନେ କେମିତି ରହସ୍ୟ ରୋକିବା ଲୋକ ଏକା ପାଷ୍ଟର ଆମେନ୍। ବିଶ୍ୱାସୀ ମାନଙ୍କର ରହସ୍ୟ ସବୁ ତୁମର ସ୍ତ୍ରୀ ବି ନ ଜାଣିବାର ଅଛି ଆମେନ୍। ମଣ୍ଡଳୀର ବିଶ୍ୱାସୀ ମାନଙ୍କର ରହସ୍ୟ ଗୁପ୍ତ ପାପ ଗୁଡ଼ିକ ପାଷ୍ଟର ଚଢ଼ା ଆହୁରି ଜଣେ ନ ଜାଣିବାରେ ତମେ ସେମିତି ନାହିଁ ଆଡ଼େ କଥା କହିବ ରେ ତାର ଗୁଣ ଗୁଡ଼ିକ ମୁଁ ଜାଣିବୁ ତମେ ବଢ଼ିଆ ପାଷ୍ଟର ନାହିଁ ବାପା ମା ପରି ହେବାର ଅଛି ଆମେନ୍। ବାକି ସମୟ ପଡ଼େ ଅଛି ବେଗି କରିବ ପ୍ରେଜ୍ ଦ ଲର୍ଡ ହାଲେଲୁୟା କହନ୍ତୁ ଜୋର ସେ ହାଲେଲୁୟା। ସବୁଦିନ ପିଲା ପରି ହେଲା ପିଲା ଆମର ଦିନକୁ ଦିନ ଯିଆରେ ଦିନକୁ ଦିନ ବଢ଼ିବାର ଅଛି ପ୍ରଥମ ଜଗନ 2 ଅଧ୍ୟାୟର 12-13 ଲିଟଲ ଚିଲଡ୍ରେନ୍ ଇଂଲିଶରେ ଲେଖା ସେମିତି ଲେଖାଯାଏ ପଢ଼ 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 ଯେପରି ତୁମମାନଙ୍କ ଏ ବଚ୍ଚ କ'ଣ ହଁ ଅଛି ନାଇଁ ଭାଇ ହଁ 12-13 ପଢ଼ 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 ପ୍ରଥମ ଜଗନ 2 ଅଧ୍ୟାୟର 12-13 ଯେପରି ତୁମମାନଙ୍କର ଆହ୍ୱାନକାରୀ ଯେଉଁ ଈଶ୍ୱର ତାଙ୍କ ରାଜ୍ୟ ଓ ଗୌରବର ଅଂଶ ହେବା ନିମନ୍ତେ ତୁମେ ମାନେ ତାହାଙ୍କର ଯୋଗ୍ୟ ଆଚରଣ କର ଆଉ ଏହି କାରଣରୁ ଆମେ ମାନେ ମଧ୍ୟ ନିରନ୍ତର ଈଶ୍ୱରଙ୍କ ଧନ୍ୟବାଦ କରୁଛୁ ଯେ ଯେତେବେଳେ ତୁମେ ମାନେ ଆମମାନଙ୍କ ଦ୍ୱାରା ପ୍ରଚାରିତ మొదటి యోహాను 2:12-13 ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ ସେତେବେଳେ ତାହା ମନୁଷ୍ୟର ବାକ୍ୟ ସ୍ୱରୂପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୂପ ଗ୍ରହଣ କରିଥିଲ ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ ପୁଣି ବିଶ୍ୱାସ କେତେ ପଢ଼ିଲେ ତୁମେ 2:12-13 ପ୍ରଥମ ଜଗନ ପ୍ରଥମ ଜନ୍ମ ତୁମେ ଚିହ୍ନ ପିଲାରା ଏପଡ଼ିଆଟା ମୁଁ ଏଇଟା ମାନେ ଅଛି ତ ବେଶୀ ବର୍ଷ ହେଇକରି ଏଇଟା କରିଥିଲା అక్కడ తెలుగులో చిన్న పిల్లలారా ఇది ఇంగ్లీష్లో ఏమంటే లిటిల్ చిల్డ్రన్ આપણે ଓଡ଼ିଆରେ କହୁଛି ବଚ୍ଚଗଣ ଏବେ ସଦାବେଳେ ଛୋଟ ପିଲା ନାହିଁ ଆହୁରି ଟିକେ ବଢ଼ି ଯାଇଛି ସେ ପିଲାକୁ ଆମେ କହୁଛେ ଲିଟିଲ୍ చిల్డ్రన్ లిటిల్ చిల్డ్రన్ ବୁଝୁଛେ కొంచెం పెరిగింది ఆ పిల్ల అదే రీతిగా ତୁମେ ବି ପ୍ରତିଦିନ ଟିକେ ଟିକେ ବଢ଼ିକିରି ଆସିବାର ଅଛି 13 ପଦ ପଢ଼ନ୍ତୁ 13 ବାକ୍ୟ ହେ ପିତୃଗଣ ପିତୃଗଣ ମୁଁ ତୁମମାନଙ୍କ ନିକଟକୁ ଲେଖୁଅଛି କାରଣ ଯେ ଆଦ୍ୟରୁ ଅଛନ୍ତି ତାହାଙ୍କୁ ତୁମେ ମାନେ ଜାଣିଅଛ ହେ ଯୁବକ ମାନେ ଯୁବକ యంగ్ మ్యాన్ యవనస్తులారా ఒకటి చిన్న పిల్లలు లిటరీ చిల్డ్రన్ కొంచెం పెరిగింది ఇంకేమాలి యవనస్తు రావాలి అవి పాస్టర్లు కూడా విశ్వాసులు కూడా ఎదిగి ఎలాగా ఉండాలి
యవనసులుగా మారాలి బయటలు నీయలగుంది బెలిగిన కదా ఉంది బార తుమర శరీర దుర్బଳ ଅଛି କିନ୍ତୁ ବୁଢା ପରି ଦିଶିବ କିନ୍ତୁ ଭିତରେ ଥିବା ମନୁଷ୍ୟ ଆମେନ୍ ଆମେନ୍ ଭିତରେ ଥିବା ସେ ମନୁଷ୍ୟ କେମିତି ଅଛି ଯୁବକ ହ୍ୟାଲୋ ପ୍ରେଜ୍ ଦ ଲର୍ଡ ବୁଝିଲେ କି ନାଇଁ ଏ ଯୀଶୁ ଖ୍ରୀଷ୍ଟକୁ ବାହାର ଦେଖିବା ସମୟରେ କଣ ଅଛି ଯୀଶୁକୁ ଦେଖିକିରି ସେମାନେ କହିଲେ ମାନେ ଚେଲି ଚୁଆ ବୋଲି ଯୀଶୁକୁ ଦେଖିକିରି କଣ କରୁଛନ୍ତି ଏଇଟା ଦେଖ ଜଗତର ପାପ ବହନ କରି ଯିବା ମେଷ ବାହାର ଦେଖିଲେ କାହାର ପରି ଦେଖୁଛି ଭିତରେ ଦେଖିଲା ସମୟରେ ସିଂହ ଜିଗୁଦା ଗୋତ୍ର ସିଂହ ହ୍ୟାଲୋ ଯୀଶୁକୁ ବାହାର ଦେଖିଲା ସମୟରେ କେମିତି ଲାଗିଲେ ବାହାର ଦେଖିଲା ସମୟରେ କେମିତି ହେଇଛି ଛେଲି ଚୁବା ପରେ ଛେଲି ଚୁବା କିଛି କରିପାରିବନି ଏଇଟା ବଳ ନାହିଁ କିନ୍ତୁ ଭିତରେ ତୋ ଦେଖରେ କେମିତି ଅଛି ଯୁବ ସିଂହ ପରି ତୁମେ ବି ସେମିତି ହବ ବାହାର ଦେଖିବା ସମୟରେ ଦୁର୍ବଳ ଲାଗେ ଭିତରେ ଥିବା ତୁମେ ସମୟରେ କେ ହବାର ଯୁବକ ହବାର ଅଛି ପ୍ରାଇଜ୍ ଗଡ୍ କାଲେବ କହିବାଟା ମତେ ଟିକେ କୁହନ୍ତୁ କାଲେବ କହିବାଟା ଏବେ ମୋର ବୟସ କେତେ ଅଛି 85 ବର୍ଷ ଏବେ ମୋର ବୟସ କେତେ ଅଛି 85 ଆଜି 85 ଏବେ ମୋ ସହ ମତେ ପଠେଇବା ଦିନରେ ସେମିତି ଏକା ଏବେ ବି ମୁଁ ଅଛି ମୋ ସାଙ୍ଗରେ କେତେବେଳେ ପଠେଇଲେ ସେତେବେଳେ 30 ବର୍ଷ ଅଛି ସେତେବେଳେ ପଠେଇଲେ 30 ବୟସରେ କେମିତି ଶକ୍ତି ଥିଲେ ଏ ଶକ୍ତି ଏବେ ବି ଅଛି ବୋଲି କେତେ ବୟସରେ ଏବେ ତୁମକୁ ଦେଖିଲି ବୁଢା ହେଲେ ଶକ୍ତି ନାହିଁ ଏଟା ବଡ ତମେ ସେଥି ଲାଗି ଯୀଶୁ କହିଲେ ମାନେ ଗୀତା ସଂଗୀତରେ ଉତ୍କୃଷ୍ଟ ପକ୍ଷୀ ପରି ତୁମର କଣ ବାକ୍ୟ ମୁଁ କହୁଛି ରେ ଭାଇ ତୁମ ଚୁପଚାପ କେମିତି ବସୁଛୁ ଯେସାଇ ପୁସ୍ତକ 40 ଅଧ୍ୟାୟର 30 ପଦ ମୁଁ କହିଲେ ଉତ୍କୃଷ୍ଟ ପକ୍ଷୀ ପରି ତୁମର ଯୌବନ କଣ ହବ ଉତ୍କୃଷ୍ଟ ପକ୍ଷୀ ବୋଲେ କେମିତି ଉତ୍କୃଷ୍ଟ ପକ୍ଷୀ କେମିତି ଯୌବନ କରୁଛନ୍ତି କେମିତି କଣ କଣ ସେଟା କହନ୍ତୁ ଏ ପକ୍ଷୀ ବୁଢା ହବ କୋଉଟା ଉତ୍କୃଷ୍ଟ ପକ୍ଷୀ ସେତେବେଳେ କିଛି ଦିନ କିଛି ଖାଇବ ନାହିଁ ପିଇବ ନାହିଁ କିଛି ଦିନ କଣ କରିବ ନାହିଁ ଖାଇବ ନାହିଁ ଏ ଗୋଟିଏ ପାହାଡ ଉପରେ ସୂର୍ଯ୍ୟର କିରଣ ଲାଗିବା ଗୋଟିଏ ଜାଗାରେ ଯାଇକିରି ବସିକିରି ତାର ପରା ଗୁଡିକ ସବୁ କଣ କରିବ କାଢି ମତ କାଢି ଦେଲା ପରେ ଶରୀର ଗୋଟେ ମାଂସ ପିଣ୍ଡ ପରିଥିବ ଏମିତି କେତେ ଦିନ ନ ଖାଇକିରି ପାଣି ନ ପିଇକିରି ତାଙ୍କର ଶରୀରରେ ଥିବା ମାନେ କୋବୁ ଗୁଡିକ ସବୁ କଣ ହବ ତରଳି ହେଇଯିବ କୋବୁ ସବୁ କଣ କରିବ ତରଳି ହେଇଗଲା ପରେ ତାର ଶରୀର କେମିତି ହେଇଯାଇଛି ଯୌବନ ହେଇଯାଇଛି ସେହିପରି ଆପଣ ମାନଙ୍କର ଭିତର ମନୁଷ୍ୟ ସେମିତି ହଅନ୍ତୁ ଯୁବକ ପରି ହେବାର ଅଛି କଣ ପ୍ରେଜ୍ ଗଡ୍ କିନ୍ତୁ ଆମ ମାନଙ୍କର ଭିତର ମନୁଷ୍ୟ କଣ କହନ୍ତି ବଡି ଏବେ ବାକ୍ୟ ସବୁ ଶୁଣିଲା ସମୟରେ ମୁଁ କାଲିଠୁ ଟିକେ ବଡ ହବ ବଡି ବଳ ବାଲ ଆଉ ଗୋଟେ ଦିନ ଆଗ 2 ଦିନ ପରେ ସେମିତି ମାନେ ବୁଢା ସେ 5 ବର୍ଷର ବୁଢା ପୁରୀ ସେମିତି ନାହିଁ ଏବେ ତୁମେ ଦୁର୍ବଳ ମନୁଷ୍ୟ ପରି ଲାଗିବା ବାହାର ମନୁଷ୍ୟ କିନ୍ତୁ ତୁମର ଭିତର ମନୁଷ୍ୟ କଣ ହବାର ଅଛି ବଳିଷ୍ଠ ହବାର ଅଛି ଶକ୍ତି ପ୍ରାପ୍ତ ହବାର ଅଛି ପ୍ରେଜ୍ ଗଡ୍ ହାଲେଲୁୟା ହାଲେଲୁୟା ପ୍ରେଜ୍ ଦ ଲର୍ଡ ଦେଖ କେତେ ପର୍ଯ୍ୟନ୍ତ ବଢିବାର ଅଛି କେତେ ଦେଖନ୍ତୁ ଏଫେସ ପୁସ୍ତକ 4 ଅଧ୍ୟାୟର 12-13 ପଦ ପର୍ଯ୍ୟନ୍ତ ଦେଖନ୍ତୁ ଏଫେସ ପୁସ୍ତକ 4 ଅଧ୍ୟାୟର 12-13 ପଦ ଫୁଲ୍ ମ୍ୟାନ୍ ଯେପରି ସାଧୁମାନେ ସେବା କାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀରର ନିଷ୍ଠା ପ୍ରାପ୍ତ ହୁଏ ଶେଷରେ ଯେପରି ଆମେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିଣାମ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ କେତେ ବୟସ ପୂର୍ଣ୍ଣ ବୟସ ଫୁଲ୍ ମ୍ୟାନ୍ ଇଂଲିଶ ଲାଇନ୍ ସେମିତି ଆଗ ଲଗାଯାଇଛି କେତେ ବୟସର ଆସିବାର ଅଛି ପୂର୍ଣ୍ଣ ବୟସ ଏବେ ତୁମର ବୟସ ଆସି 40 ହେଇଯାଇଛି 50 ହେଇଛି ବୋଲି ଭାବିକିରି ଏମିତି ବସୁଛନ୍ତି ତୁମେ କହିକିରି ତୁମର ଭିତର ମନୁଷ୍ୟକୁ କଣ କରିଦେଇଛନ୍ତି ବଳ ନଥିଲା ପ୍ରକାର କରିଦେଇଛି ବୁଢା କରିଦେଇଛି କଣ କେମିତି କହିଛି ହଁ ବାଳ ସବୁ ପାଚିଲା ରେ ଭାଇ ବୁଢା ହେଇଲାଣି ଭାଇ ତୁମେ କହିକିରି ଭିତର ମନୁଷ୍ୟ କଣ ହେଇଯାଇଛି ଆରେ ତୁ ଉଲ୍ଟା କହ ମୁଁ ଯୁବକ ବୋଲି କହିବ ମୋର ଭିତର ମନୁଷ୍ୟ ସେ ଶକ୍ତିଶାଳୀ ହେଇଯାଇଛି ମୁଁ ବି ବଳବାନ ହେଇଛି ବୋଲେ ବାରମ୍ବାର ତୁମର ଶରୀର ଶୁଣିବା ପ୍ରକାର କହିକିରି ଦେଖ ତୁମେ ଅଟୋମେଟିକ କଣ ହବ
बड़वा नहीं तुम्हें कहल बची जाए मोर बुढ़ा पीढ़ बुढ़ा बुढ़ी हिलाड़ी बुला एमती कही कहीकि तुम्हें भीतर मनुष्य को मर जाइए भाई सेमती नहीं रे भाई तुम्हें कहबार अच्छी प्रेज द लॉर्ड बड़वा नहीं जीव केमते फुल मैन संपूर्ण गोटे मनुष्य हेबा 50 आमेन केमती मनुष्य हेबार अछि परफेक्ट मैन Perfect man. पूर्णतार मनुष्य तापरे 15 पद पढ़ भाई 15 किंतु सत्य अवलंबन करी मस्तक स्वरूप जे ख्रीष्ट आमेन ताहांको उद्देश्य रे सर्व विश्व रे प्रेम रे वृद्धि पाओ केता पर्यंत वृद्धि पाइबार अछि केता पर्यंत मस्तक बोली कहले यीशु कृष्णଙ୍କର केता बेर बढ़िबार अछि तुम्हें ऊपर के जीवन यीशु कृष्णଙ୍କର मस्तक पर्यंत तार ऊपर के जीवन सेटा ठीक नहीं जड़े जीशु 40 दिन बस करते मु 41 दिन पूरी बस कर जीशु कत दिन 40 दिन मु कत दिन कर 41 जीशु करवाटा अधिक एमती करवा लोग के सैतान के ना ईश्वर सिंहासन ऊपर मोर सिंहासन स्थापन करी बोले मन मन कहला तलक पड़ेगा तुम्हें केता पर्यंत बढ़िबार अछि ख्रीष्टंकर मस्तक पर्यंत बढ़िबार अछि ओके प्रेज द लॉर्ड हालेलुया एने तार 12 पद पढ़ रे भाई दे चारिये देर 12 पद पढ़ जेपरि साधु माने सेवा कार्य निमते सिद्धि लाभ करंती ओ ख्रीष्टंक शरीर निष्ठा प्राप्त हुए ख्रीष्टंकर वयस पर्यंत केता वयस रे तार 12 13 14 पर्यंत पढ़ला के ख्रीष्टंकर एज ऑफ क्राइस्ट एज ऑफ द क्राइस्ट इंग्लिश चोट तेलुगु ओडिया रे सेटा करेक्ट ख्रीष्टंकर 22 कहते हैं ख्रीष्टंकर 22 कहते हैं को रे भाई ख्रीष्टंकर 22 कहते ये मैंने के कौन नंदी तो जीसंकर बात निज वयस जानी नहीं तो बिना ए रखी से ऐसे ना 22 अंतरा ऐसे 22 अंता हाँ ती केता पर्यंत बढ़िबार अछि 33.5 అంటే ଖ୍ରୀଷ୍ଟଙ୍କର ବୟସ पर्यंत हेलो तुम पुनरुद्धान पाइबा समय केमती हेबो की परिकार हेबो यस तुम्हें भावे बुढ़ा एक मरीगला बुढ़ा एक नो 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 ख्रीष्ट केमती हेबो सेही परी आमेन ख्रीष्टंग परी होइजिबो बोली लिखा जाइछ ना आमेन यस प्रथम जगन 3 अध्याय 2 3 4 पदरे कहले मु कहि बाटे हेबे ख्रीष्टंग परी होइजिबो कार परी होइजिबो ख्रीष्टंग परी अंटे ख्रीष्टंगर 22 गता सेति के पर्यंत आमे आसीबो प्रेज गॉड हालेलुया कोन जोश हालेलुया तुम बड़ी कर ख्रीष्टंगर 22 रे एबे के कार 22 रे शिशु परिया कहछि एबे भी कोन होछि शिशु परी सब कहबार समय नहीं प्रेज द लॉर्ड कहबाट बेसी होछि और प्रेज द लॉर्ड हालेलुया जोर से कोन हालेलुया अले एते परिंदा हमर शरीर भीतर मनुष्य म कोन करबार जे बढ़िवा विषय गोटे विषय कहि करी शेष करबे है ना प्रथम पीतर 3 अध्याय रो बेगी पढो 7 पद पढो 7 पद इंग्लिश लोटे पढिबार अछि मते सही प्रकार हे स्वामी माने तुम मानको प्रार्थना रे जेपरि बाधा न जन्मे एथि निमंते स्त्री मानको अपेक्षाकृत दुर्बला पात्री ओ आपना मानको सहित जीवन रूप अनुग्रह दान रो सहाधिकारिणी जानी से मानको समाधान करो ओनी ज्ञान रे से मानकर सहित वास करो तबरे आबर 3 4 पद पढ़ रे भाई 3 रो 4 5 हृदय रो कोमल ओ शांति युक्त गुप्त स्वभाव हेलो 3 4 3 अध्याय 3 सॉरी सर ओके हाँ पढ़ो तू पुणी केश बेश सुवर्ण आवरण और सुंदर वस्त्र परिधान एपरि जो बाह्य भूषण ता तुम मानकर भूषण न होई हृदय रो जो कमल और शांति युक्त गुप्त स्वभाव ईश्वर को दृष्टि रे बहुमूल्य ताहा ही तुम मानकर अक्षय भूषण हेउ हेलो कौन आज भीतर मनुष्य को कौन दरकार है 3 4 हेलो भीतर मनुष्य केमदी आवडा अलंकार हबार जी भीतर मनुष्य को कौन करबार जी अलंकार भूषित हेलो इंग्लिश ऑर्नामेंट वियरिंग गोल्ड ऑर्नामेंट्स भीतर मनुष्य को कौन दरकार अलंकार आम 12 आमर झील पुओ पिला माने कौन 12 मनुष्य सब अलंकार अच्छी कौन एबे एबे पढ़ला तो पासरी गले कि केश
ଆଭରଣ ସୁନ୍ଦର ବସ୍ତ୍ର ଏଇଟା ଏଇଟା ଏଠି ଗୋଟେ କ'ଣ ଏଠି ଗୋଟେ କ'ଣ ଏଠି ଗୋଟେ କ'ଣ ଏଠି ଗୋଟେ କ'ଣ ଝିଅ ସବୁ କ'ଣ ଈଶ୍ୱର କେତେ କ'ଣ ଦରକାର ସେତିକି କ'ଣ ତୁମକୁ ଦେଇଛି దేవుడు నీకు ఎన్ని ఖండం కావాలని అంత ఖండం చేశారు ఇంకా ఏం చేయకూడదు ఎక్స్ట్రా కన్నం చేసి దేవునికి నేర్పించకూడదు పాట ఎందుకు కోణపై సిమిది కోరుచుంది ସେମାନେ କଣ ଆରେ ବାହାର ମନୁଷ୍ୟକୁ କଣ ନ କରେ ଭିତର ମନୁଷ୍ୟକୁ ଅଲଙ୍କାର କର ଭିତର ମନୁଷ୍ୟକୁ କଣ ଦରକାର ସେଟା ଦରକାର ନାହିଁ ବାହାର ମନୁଷ୍ୟ ବର୍ତ୍ତମାନ ଡେକୋରେସନ କଣ ଅଛି ଫେୟାର ଲଭଲି ଲଗେଇଛି ଲିପଷ୍ଟିକ ଲଗେଇଛି ନାକ ପୋଲିସ କରୁଛନ୍ତି ଆହୁରି କଣ କରୁଛନ୍ତି ରେ ଆହୁରି ମହାନନ୍ଦିଆ ଏସରେ ଏଠି ପୁରା ସବୁ କଣ କଣ ଟାଚୁ ପାଟ କରୁଛନ୍ତି ଆହୁରି କଣ କରୁଛନ୍ତି ब्यूटी पार्लर जाए सेटा कर बाल इटी टके कला ये कलर इटी गोटे कलर सब कलर केत पिला चोपुरी परी आका मुंड चोपुरी देखले कि ना चोपुरी पान केमती तार मुंड देखले कि इटी गोटे चोपुरी ता ऊपर गोटे हाँ केतेटा पिला कुकुड़ा लांच एटा बाबू एटा बाहर विषय को तुम कौन कर डेकोरेशन करता नहीं आम भीतर मनुष्य को कौन अलंकार द्वारा कौन अलंकार दरकार भाई कोमल हाँ कोमल तुम भीतर अलंकार कौन दरकार कोमल और कौन कोमल बोले कोमल बोले कोमल बोले कोमल बोले शांति गोटे तुम पाक केमती खंटा परी आखा कथा कहले तुम आम हाड़ भांगी जीव तुम कथा कौन कौन करदे कौन हो हाड़ भांगिला प्रकार अरे भाई तुम अलंकार नहीं तुम भीतर मनुष्य को कौन नहीं अलंकार अलंकार देले केमती कथा हम कमल जीशुर पार्टी आसवा वाक्य केमती आसला कहतु कहतु हाँ कमल ग्रेस काढ़ी कह समय नहीं भाई कौन समय आमको खाई आम समय जगे ना आम समय जगी रहा पड़ो है अब जीशुर वाक्य मुखर निर्गत वाक्य केमती कमल परी बुझे कि आमर कथा गुड़िक केमती हबार अच्छी कमल आम कथा को शुणला पड़ जाए तले पड़ पत्र गुड़ी उठिक तुम पिटिकी मार तुम कथा शुणिले जीवन होते पत्र उठिक आसिक तुम पिटी अरे भाई एडा तुम आत्मीय भाव में बढ़िया लोग आत्मीय कौन दरकार अलंकार दरकार अलंकार बोले कहवा तुम स्वभाव डिवाइन नेचर कौन स्वभाव दरकार ईश्वर दिव्य स्वभाव ईश्वर स्वभाव आमको देखिले कौन स्वभाव है बापार स्वभाव बोले तुमको बसी बस कथा कहवाटा गले तुमको केता तोर पिटिवा मन मन अनिश्चित कि कमल आम हृदय कौन कर सत पिटिवा मन आसी भाई किंतु बार मनुष्य को बोले तुनि तारे समाधि तुनिता पैकर आम कौन कर दपे चिपी मोर स्वभाव बोले तुमको जानी ना मोर पूर्णा स्वभाव बोले एमती प्रकार बाप नाश लग परी ना पिटिब बोले कहले कहब ना पिटिबा खा से मोर बापा कहले मरीगले से भल लगा था ये पिला मरी जाता ना कहले मरई दे पैसा देता मत मोर स्वभाव के मनोवृत्ति ना समय सब उल्टा हो गला डोसा पूरी आई जाइए गोटे साइड रे सीझ गला आउट साइड कौन कर तुम गोटे साइड रे सीझा डोसा पूरी आका दु साइड कौन हबार सीझला एलाका टेस्ट लगे आमेन हेलो बंधुगण ये आज्ञा कहे यहाँ सब कमी कह गोटे दिन एटा गोटे दिन हेब नहीं रे भाई ये बढ़िया अनुसार के स्वभाव बदल कौन बुझल कि नहीं संगे संगे आज्ञा कहवा प्रकार मुझे बोल कह जमा हेब नहीं
तुम दिनक दिन बढ़ेबा अनुसार तुम स्वभाव भी बदली आसब हालेलुया छोट पिलार काम कले से कौन कर बेग गोटे पात्र देले पात्र पाटी पके धरे जड़े कौन से कौन गोटे से कहले रोटी भरी बणक रखिब तापर भांगी देव आउर टिके बड़ा हेले से जीव नहीं स्वभाव बदली है ना आमेन सेटा आमर आमे भी सेमती हबार अच्छे मन वर्तन सेमती अच्छे सेम एबे भी 10 वर्ष केमती थिला सेमती एबे भी कौन है ना सेमती आका कौन करबार अच्छे बदली कर मन कौन कर बदली कर स्वभाव बदली कर स्वभाव को कौन करवा चेंज कर तुम पिला मान गोटे गोटे लोक मनोवर्तन है समय बिराड़ी की जानी पारे मोर मालिक मनोवर्तन हो मनोवर्तन है पूर्व कौन कर बिराड़ी की कौन कर दौड़े से फिंगी देव बिराड़ी आसले दौड़ मनोवर्तन है बिराड़ी आसले तार पाखे बस आ बिराड़ी की जानी पारे मोर मालिक मन कौन हो जाए बदली जाइए अरे भाई तुम्हें मनोवर्तन है गाई तुम केतर आसिले आसला समय कौन कर गाई को कौन बड़ी धरिक धम धुम पिटब नहीं कहीं पिटब नहीं मनोवर्तन है पूर्व कौन कर गाई को मारला प्रकार मोरी जीवा प्रकार मार मनोवर्तन है टिके शांत टीका गोटे दुटा मार होई 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 कर मार कहीं सेमती आसुना तुम जीवन को बदल कर तुम आत्मीय मन से बढ़ले आत्मीय स्वभाव आसब कार स्वभाव जीशुकर स्वभाव आशीर्वाद जीशुकर स्वभाव केंदी अछि जीशुकर स्वभाव कौन अच्छी इटी मारला समय केमती मार बाइबल सेमती कौन पढ़ले से बाकी टिके पढ़ के शुण समय हो पढ़े पढ़ार दरकार बंद करेंगे एटे मारले एटी मारले आवर गोटे तुम गला खा इटी मारले आवर गोटे गला देखवा बोली कहले तुम गला कर भाई सेमती आगला व्याख्या कर तुम कहटा बुझीपार ना गोटे गला को मारचे आवर गोटे गला कार तुम गला को मारला आवर गोटे गला कार सामने जी अछि ताक मारो ओ बोलछंती गोटे गाल को मारले आ गोटे गाल मारलो बोलछंती प्रा तुमर गाल रे माटे बाजला आ गोटे गाल बोले कार आज कार गाल से पिटी वाला ओकर गाल का जे पिटला तारो एमती गोटे मास्टर प्रचार कले रे भाई गोटे गला को मारले जे मार खाइनी ताक मार दो अर्जी ताकर गला को मारबा बोली कहै सेमदी नहीं रे भाई गोटे गला को मारले आरो गाल देखा देख रे एमती करे एटी के मार दबो बाली तार अर्थ से सेमती गोटे दिन रे सेमती हेबो नाही धीरे धीरे बढ़िबा अनुसार आपनकर स्वभाव कोन हालेलुया बदली जीव बदली गले आपनकर स्वभाव रे बदली होबा समय ताकू कोन कर अलंकार देखिबो आमेन कोडा अछि कोमल हृदय शांति युक्त आत्मा माने शांति अछि की स्वामी स्त्री बाहेछि लोग माने टिका हाथ टक बाहेछि होइछि स्त्री कंजामित कहबाने सात कथा कह स्त्री सहित गंडगोल करी बात न कही शोवा लोग केते न तुम्हें ठीक आत्मीय लोग नहीं गंडगोल हेले संगे संगे कौन हबार समाधान करवार अच्छे प्रेम कथ पाऊनी भूल हो जाए क्षमा कर बात दियो से कौन कर मूर्छक पूर्व आमर ऊपर आसब मूर्छक केमती खाई केमती राग हम सेमती राग आमर ऊपर ओ बाउनी बात दियो मोर जीव का बोली कहले शादी सेमती लव प्रेम कर आमर स्वभाव देख हालेलुया फर्स्ट आमर स्वभाव कोटी देखे घरे के देखिबार अच्छे कह जी सर प्रेम कर तू प्रचार कर खाली रात्रि मत मोर ऊपर जहाँ प्रेम देख देले मत जना मोर प्रजार भल अच्छी बोली मोर स्त्री कहले आक मत भल लगे बेरे के कहले मत भल लगे मत भल भर चिन्हवा लोग के से कहबार अच्छी मोर स्वामी आज कहवाटा वाक्य सठिक भल अच्छी बोले कहले मत सदर मोर स्त्री बोली साके देवाई कई नहीं ना बाकी लोग मत चिन्ह नहीं मु खिमतिका लोग बोली बाकी लोग के
ଚିହ୍ନୁନାହାନ୍ତି। ମତେ ଭଲ ଭାବରେ ଚିହ୍ନିବା ଲୋକ କିଏ? ଆଉ ସ୍ତ୍ରୀ କହିବାର ଅଛି ମୋର ପାଷ୍ଟ ପୁଅ ହେଲେ ପାଷ୍ଟ ବୋଲି ସେ କହିବାର ଅଛି। ତୁମର ସ୍ତ୍ରୀ କହିବାର ଅଛି, ତୁମକୁ ସାର୍ଟିଫିକେଟ ଦେବାର ଅଛି ମୋର ଆଜ୍ଞା ବୋଲ ପାଷ୍ଟର ବୋଲି କହିବାର ଅଛି। କିଏ କହିବାର ଅଛି? ସ୍ତ୍ରୀ କହି ନଥିଲେ ତମର ବସ ବାତ ନ ଖାଇକି ଉପବାସ କର, ସ୍ୱଭାବ ବଦଳି କର। ଏ ବାକ୍ୟ ଦ୍ୱାରା ଈଶ୍ୱର ଆଶୀର୍ବାଦ କର। हालेलुया हालेलुया प्रभु नाम धन्यवाद हो। प्रभु सुंदर भाव रे आज आमनको मॉर्निंग बा सकाळ समय ए समय पर्यंत आमनकर प्रतिଟି विषय प्रभु साहाय्य कले होय पारे आमनकर अनेक आ पास्टर